ଆଜ୍ଞା। ଜୟ ବାବା ସ୍ୱପ୍ନେଶ୍ୱର ପ୍ରଦୀପ କୁମାର ସାହୁ। ଆଜି ପ୍ରଭୁ ଭୋଲେ ବାବାଙ୍କର ଆଜି ଶ୍ରାବଣ ମାସର ପ୍ରଥମ ଦିନ, ଯେହେତୁ ପଶୁଛି ମାସର ପ୍ରଥମ ଦିନ, ଆମେ ବାବା ଆମ ଗ୍ରାମର ବାବା ସ୍ୱପ୍ନେଶ୍ୱରଙ୍କ ପାଖରେ ଆମେ ବ୍ରତଧାରୀ ଯୋଉମାନେ ଅଛୁ ସମସ୍ତେ ଆସି ବାବାଙ୍କର ଧଣ୍ଡା ପୂଜା କାର୍ଯ୍ୟକ୍ରମ ଆରମ୍ଭ କଲୁ। ନୀତିକାନ୍ତି ହିସାବରେ ଯାହା ଯେମିତି ହବା କଥା ପୂଜକ ମହାଜକୁ ନେଇକି ଆମେ ସବୁ କିଛି ଶାନ୍ତି ଶୃଙ୍ଖଳାରେ କରିଛୁ। ଆମେ ଆଜିଠୁ ବ୍ରତ ସଂକଳ୍ପ ନେଲୁ ମାସେ ପର୍ଯ୍ୟନ୍ତ, ଶ୍ରାବଣ ମାସ ସରିବା ପର୍ଯ୍ୟନ୍ତ, ଏଇ ପୂର୍ଣ୍ଣିମା ପର୍ଯ୍ୟନ୍ତ ଆମର ପୁଣି ପୂର୍ଣ୍ଣିମାରୁ ଏଇଠି ବଡ ଆୟୋଜନ ହଉଛି ପ୍ରଭୁଙ୍କ ପାଇଁ ହେଲା। ଆଜିର ଯେମିତି ନୀତିକାନ୍ତି ଯାହା ଅଛି ଭଗବାନଙ୍କ ପାଖରେ ଆମେ ମାନେ ଜଗତର କଲ୍ୟାଣ ହବ, ଗାଁର କଲ୍ୟାଣ ହବ, ସମସ୍ତଙ୍କର କଲ୍ୟାଣ ହବ, ସମସ୍ତଙ୍କୁ ଶାନ୍ତିରେ ରଖିବେ ଭଗବାନ ବାବା ସ୍ୱପ୍ନେଶ୍ୱର ମା ପାର୍ବତୀ। ସେଇ ହିସାବରେ ପ୍ରଭୁଙ୍କ ପାଖରେ ନିବେଦନ କଲୁ, ତାଙ୍କର ଆଶୀର୍ବାଦ ଲୁଡା ନେଲୁ, ଆଶୀର୍ବାଦ ନେଲୁ। ନୀତିକାନ୍ତି ଯାହା ଯେମିତି ହିସାବରେ ହେଇଛି ସବୁ କିଛି ଆମେ ସହଯୋଗ କରିଛୁ। ଭଗବାନଙ୍କୁ ପ୍ରାର୍ଥନା କରୁଛୁ ଆଉ ମାସଟି ଆମକୁ ଭଲରେ ଭଲରେ ଯେମିତି ଆମେ ତାକୁ ବ୍ରତ ନିଷ୍ଠାର ସହ କରିପାରିବୁ, ସେଥିପାଇଁ ପ୍ରଭୁ ଭାଇ ସଂକଳ୍ପ ନେଲୁ। ମୋ ନାଁ ଭଗବାନ ଜଣା, ବାବା ସ୍ୱପ୍ନେଶ୍ୱର ମନ୍ଦିରର ପୂଜକ। ଶ୍ରାବଣ ମାସର ବୋଲବମ୍ ପ୍ରଥମ ଆରମ୍ଭ ହେଇଗଲାଣି। ସମସ୍ତେ ବୋଲବମ୍ ଭକ୍ତମାନେ ଆସି ମନ୍ଦିରଟିକି ଅଛନ୍ତି, ସବୁ ବର୍ଷ ବି ଏମିତି ଆସୁଛନ୍ତି ଅଛନ୍ତି। ସବୁ ବିଧି ପୂଜାବିଧି ଶିକ୍ଷାରେ ହେଲା, ପୂଜାବିଧି ଚାଲିଛି। ସୁପରିବାର ସମସ୍ତେ ଆସିଛନ୍ତି ପୂଜା ଭକ୍ତମାନେ। ମୁଁ ଚାହୁଁଛି ଈଶ୍ୱର ସମସ୍ତଙ୍କର ମଙ୍ଗଳ କରନ୍ତୁ, ସର୍ବାରିଷ୍ଟ ଶାନ୍ତି କରି ସମସ୍ତ ସୁପରିବାରର ମଙ୍ଗଳ କରିଥାନ୍ତୁ। ମାସ ଯାକ ଭଲରେ ଭଲରେ ସହଳରେ ବୋଲବମ୍ ଯାଆନ୍ତୁ, ସବୁ ବାବାଙ୍କ ଲିଙ୍ଗରେ ପାଣି ଯାଇକି ଢାଳନ୍ତୁ। ଆଜ୍ଞା। ଶ୍ରାବଣ ମାସର ପ୍ରଥମ ଦିନ ଯେମିତି ଆମ ନୀତିକାନ୍ତି ହେଇଯାଏ, ନଣ୍ଡା ପୂଜା କରାଯାଇଛି ବାବା ସ୍ୱପ୍ନେଶ୍ୱରଙ୍କରେ। ଗାଁର ମଙ୍ଗଳ ପାଇଁ ବୋଲବମ୍ ବ୍ରତ ଧରି ମାସ ଯାକ ବର୍ତ୍ତମାନ ପୂଜା ଅର୍ଚ୍ଚନା କରାଯିବ। କଣ ଆଜି ବାବାଙ୍କର ପ୍ରଥମ ଦିନ, ଶ୍ରାବଣ ମାସର ପ୍ରଥମ ଦିନ, ସେଥିପାଇଁ ଆମର ବୋଲବମ୍ ଭକ୍ତ ମାନେ ମିଶିକି ଗୋଟେ ଥଣ୍ଡା ପୂଜା କରାଗଲା ଗାଁରେ ପୂଜା ପାଇଁ ଇଏ ପାଇଁ ସବୁ ବୋଲବମ୍ ଭକ୍ତ ମାନେ ମାନସିକ ପୂରଣ କରିବା ପାଇଁ ସମସ୍ତ ମାସ ଯାକର